ପ୍ରଥମ ପ୍ରେମ ଉପନ୍ୟାସ କାହାର ରଚନା? ଉତ୍ତର ଲକ୍ଷ୍ମୀନାରାୟଣ ମହାନ୍ତି। ହରଣଚାଳ ଉପନ୍ୟାସ କାହାର ରଚନା? ଉତ୍ତର ଲକ୍ଷ୍ମୀନାରାୟଣ ମହାନ୍ତି। ଚକ୍ରବ୍ୟୂହ ଉପନ୍ୟାସ କାହାର ରଚନା? ଉତ୍ତର ଲକ୍ଷ୍ମୀନାରାୟଣ ମହାନ୍ତି। ବିଜୟ କୁମାର ନାଟକର ନାଟ୍ୟକାର କିଏ? ଉତ୍ତର ସତ୍ୟନାରାୟଣ ପଣ୍ଡା। ଉତ୍କଳ ବିଜେତା ନାଟକର ନାଟ୍ୟକାର କିଏ? ଉତ୍ତର ସତ୍ୟନାରାୟଣ ପଣ୍ଡା। ଉର୍ବଶୀ ନାଟକର ରଚୟିତା କିଏ? ଉତ୍ତର ସତ୍ୟନାରାୟଣ ପଣ୍ଡା। ସମ୍ରାଟ ଅଶୋକ ନାଟକର ରଚୟିତା କିଏ? ଉତ୍ତର ସତ୍ୟନାରାୟଣ ପଣ୍ଡା। ସତୀ ସାବିତ୍ରୀ ନାଟକର ରଚୟିତା କିଏ? ଉତ୍ତର ସତ୍ୟନାରାୟଣ ପଣ୍ଡା। ମହାଲକ୍ଷ୍ମୀ ପୂଜା ଚଳଚ୍ଚିତ୍ରର ସଂଳାପ ଲେଖକ, ନିର୍ଦ୍ଦେଶକ ଏବଂ ସଙ୍ଗୀତ ରଚୟିତା କିଏ? ଉତ୍ତର ସତ୍ୟନାରାୟଣ ପଣ୍ଡା। ଅଚ୍ଛବ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର ମୁଲକରାଜ ଆନନ୍ଦ। ଅପରିଚିତାର ପତ୍ର ଉପନ୍ୟାସର ରଚୟିତା କିଏ? ଉତ୍ତର ଷ୍ଟିଫନ୍ ଜୋଇ। ଦାନ୍ତୁଆଲା ଉପନ୍ୟାସ କାହାର? ଉତ୍ତର ରେନେମା ଗୋୟା। ମା ଓ ପୁଅ ଉପନ୍ୟାସର ରଚୟିତା? ଉତ୍ତର ଗ୍ରାଜିଆ ଦେଲେଦା। ଦୁଇଟି ନଗରୀର କାହାଣୀ ଉପନ୍ୟାସ କାହାର? ଉତ୍ତର ଚାର୍ଲ୍ସ ଡିକେନ୍ସ। ସଙ୍ଗମ ଉପନ୍ୟାସ କାହାର ରଚନା? ଉତ୍ତର ଭୋଲ୍ଟାୟାର। ବତୀଘର ଉପନ୍ୟାସ କାହାର? ଉତ୍ତର ଜୁଲ୍ ଭାର୍ନେ। ନଗ୍ନ ସତ୍ୟ ଉପନ୍ୟାସ କାହାର? ଉତ୍ତର ଲୁଇଜି ଗିରାନ। ପତିତା ଉପନ୍ୟାସ କାହାର? ଉତ୍ତର ଆନାତୋଲେ ଫ୍ରାନ୍ସ। ପାଗଳର ଦିନଲିପି ଉପନ୍ୟାସ କାହାର? ଉତ୍ତର ଲୁମୁନ। ବିଦାୟ ଗୁରୁଦେବ ଉପନ୍ୟାସ କାହାର? ଉତ୍ତର ଜେମ୍ସ ହିଲ୍ଟନ। ପ୍ରେୟସୀ ଉପନ୍ୟାସ କାହାର? ଉତ୍ତର ଟଲଷ୍ଟୟ। ଆନନ୍ଦ କୁମାର ଉପନ୍ୟାସ କାହାର? ଉତ୍ତର ଓସ୍କାର ୱାଇଲ୍ଡ। ଟମ କକାଙ୍କ କୁଟୀର ଅନୂଦିତ ଉପନ୍ୟାସ କାହାର? ଉତ୍ତର ଉଦୟନାଥ ଷଡ଼ଙ୍ଗୀ। ଇସପ କଥା, ଜାତକ ଗଳ୍ପ, ଆଦିବାସୀ କଥା, ବଣ ଜଙ୍ଗଲ ର ଜୀବଜନ୍ତୁ, ବିଚିତ୍ର ମାନବ, ଜାତକ କଥା, ବୌଦ୍ଧ ଜାତକ, ଚକା ଚକା ଭଉଁରୀ, ଜାଣିବା କଥା, ସପନ ରାଇଜ, ପରୀ ରାଇଜ, କୋତ କୋତ, ଟୁଅକ ମୁଷି, ପିଲାଙ୍କ ବୁଧଦେବ ଶିଶୁ ସାହିତ୍ୟ ର ରଚୟିତା କିଏ? ଉତ୍ତର ଉଦୟନାଥ ଷଡ଼ଙ୍ଗୀ। ଆରବ୍ୟ କାହାଣୀର ରଚୟିତା କିଏ? ଉତ୍ତର ଉଦୟନାଥ ଷଡ଼ଙ୍ଗୀ। ଜୀବନ ଚିନ୍ତା ଗଦ୍ୟ ରଚନା କାହାର? ଉତ୍ତର କପିଳେଶ୍ୱର ଦାସ 1906। ସାହିତ୍ୟାୟନ ପ୍ରବନ୍ଧ ସଂକଳନ କାହାର ରଚନା? ଉତ୍ତର ପ୍ରହ୍ଲାଦ ପ୍ରଧାନ। ପାଲି ଧର୍ମପଦ ଓ ପାଲି ଭାଷାର କେତୋଟି ସମସ୍ୟା ଆଲୋଚନାଟି କାହାର? ଉତ୍ତର ପ୍ରହ୍ଲାଦ ପ୍ରଧାନ। ଇତିହାସ ପ୍ରସଙ୍ଗ ଜଗନ୍ନାଥ ଦାସ ଗଦ୍ୟ ରଚନାର ଲେଖକ କିଏ? ଉତ୍ତର ଚିନ୍ତାମଣି ଆଚାର୍ଯ୍ୟ। ଭୁବନେଶ୍ୱର ଗଦ୍ୟ ରଚନାର ଲେଖକ କିଏ?
ଉତ୍ତର ଚିନ୍ତାମଣି ଆଚାର୍ଯ୍ୟ। ଅଂଶୁପା କାବ୍ୟର କବି କିଏ? ଉତ୍ତର ଜୟକୃଷ୍ଣ ମିଶ୍ର 1912-80। ମାଲ୍ୟଗିରି କାବ୍ୟର କବି କିଏ? ଉତ୍ତର ଜୟକୃଷ୍ଣ ମିଶ୍ର। ଲଣ୍ଡନ ଚିଠି ଭ୍ରମଣ କାହାଣୀର ଲେଖକ କିଏ? ଉତ୍ତର ଗୋଲକ ବିହାରୀ ଧଳ 1921-74। ଆମେରିକା ଅନୁଭୂତି ଭ୍ରମଣ କାହାଣୀର ଲେଖକ କିଏ? ଉତ୍ତର ଗୋଲକ ବିହାରୀ ଧଳ। ମଣିଷର ଭାଷା କାହାର ରଚନା? ଉତ୍ତର ଗୋଲକ ବିହାରୀ ଧଳ। ତାଜମହଲ ଦେଶେ ଭ୍ରମଣ କାହାଣୀ କାହାର ରଚନା? ଉତ୍ତର ଗୋଲକ ବିହାରୀ ଧଳ। ଗୋଦାନ ଓ ଗବନ ଅନୂଦିତ ଉପନ୍ୟାସର ଅନୁବାଦ କିଏ କରିଥିଲେ? ଉତ୍ତର ଗୋଲକ ବିହାରୀ ଧଳ। ଓଡ଼ିଆ କେବେ ଗଦ୍ୟ ଗ୍ରନ୍ଥର ରଚୟିତା କିଏ? ଉତ୍ତର ଗୋଲକ ବିହାରୀ ଧଳ। ୟୁରୋପରେ ମୋର ଅନୁଭୂତି ଭ୍ରମଣ କାହାଣୀ କାହାର ରଚନା? ଉତ୍ତର ଶ୍ରୀରାମଚନ୍ଦ୍ର ଦାସ। କବି ଗୋପବନ୍ଧୁ ଗ୍ରନ୍ଥର ରଚୟିତା କିଏ? ଉତ୍ତର ଚିନ୍ତାମଣି ଦାସ 1903। କବି ଗୋଦାବରୀଶ ଗ୍ରନ୍ଥର ରଚୟିତା କିଏ? ଉତ୍ତର ଚିନ୍ତାମଣି ଦାସ। ଭକ୍ତ କବି ଜୀବନ ସମୀକ୍ଷା ଗଦ୍ୟ ଗ୍ରନ୍ଥର ରଚୟିତା କିଏ? ଉତ୍ତର ଚିନ୍ତାମଣି ଦାସ। ସାହିତ୍ୟ ସାଧକ ଫକୀରମୋହନ ଆଲୋଚନା ଗ୍ରନ୍ଥର ଲେଖକ କିଏ? ଉତ୍ତର ଚିନ୍ତାମଣି ଦାସ। ତପସ୍ୱିନୀ ଓ ମେହେର ସାହିତ୍ୟ ସମାଲୋଚନା ଗ୍ରନ୍ଥ କାହାର ରଚନା? ଉତ୍ତର ଗୌରୀକୁମାର ବ୍ରହ୍ମା 1920। ଓଡ଼ିଆ ସାହିତ୍ୟରେ ପ୍ରକୃତି ସମାଲୋଚନା ଗ୍ରନ୍ଥ କାହାର? ଉତ୍ତର ଗୌରୀକୁମାର ବ୍ରହ୍ମା। ଲେଖା ଓ ଲେଖକ ସମାଲୋଚନା ଗ୍ରନ୍ଥ କାହାର? ଉତ୍ତର ଗୌରୀକୁମାର ବ୍ରହ୍ମା। ସମସ୍ୟା ଓ ସମାଧାନ ସମାଲୋଚନା ଗ୍ରନ୍ଥ କାହାର? ଉତ୍ତର ଗୌରୀକୁମାର ବ୍ରହ୍ମା। ସଂସ୍କୃତି ଓ ସାହିତ୍ୟ ସମାଲୋଚନା ଗ୍ରନ୍ଥ କାହାର? ଉତ୍ତର ଗୌରୀକୁମାର ବ୍ରହ୍ମା। ଅଳଙ୍କାର ସାହିତ୍ୟର କ୍ରମବିକାଶ ସମାଲୋଚନା ଗ୍ରନ୍ଥ କାହାର? ଉତ୍ତର ଗୌରୀକୁମାର ବ୍ରହ୍ମା। ବିଜ୍ଞାନ ଯୁଗରେ ଈଶ୍ୱର ସମାଲୋଚନା ଗ୍ରନ୍ଥ କାହାର? ଉତ୍ତର ଗୌରୀକୁମାର ବ୍ରହ୍ମା।